ଦିବ୍ୟ ଆତ୍ମନ୍ ଭାରତର ସଂସ୍କୃତି ଓ ପରମ୍ପରା ଅତି ପ୍ରାଚୀନ। ଆଉ ପ୍ରତ୍ୟେକ ପର୍ବ ବା ପରମ୍ପରାର ପ୍ରଚ୍ଛଦ ପଟରେ ଏକ ସତ୍ୟତା ଲୁଚି ରହିଥାଏ। ସେ ସତ୍ୟକୁ ଆମେ ଉଦ୍ଘାଟନ ନ କରି ସେହି ସତ୍ୟତାକୁ ନ ଜାଣି କେବଳ ପର୍ବଟିକୁ ପାଳନ କରି ଚାଲିଛେ। ଆଜି ଯେଉଁ ମହାନ ପର୍ବ ମହାଶିବରାତ୍ରି, ତାର ଆଧ୍ୟାତ୍ମିକ ରହସ୍ୟକୁ ଚାଲନ୍ତୁ ଉନ୍ମୋଚନ କରିବା। ଯଦି ତାର ଆଧ୍ୟାତ୍ମିକ ଅର୍ଥ ବୁଝି ନିଜ ଜୀବନରେ ପ୍ରୟୋଗ କରିବା, ତାହେଲେ ଖୁବ୍ ଶୀଘ୍ର ସତ୍ୟଯୁଗୀ ଦୁନିଆ ଆମ ପାଇଁ ଆସିଯିବ। ଏ ମହାଶିବରାତ୍ରି ପାବନ ପର୍ବରେ ଚାରୋଟି ପୌରାଣିକ କଥା ଯୋଡ଼ାଯାଇଛି। ପ୍ରଥମ କଥା ହେଲା, ଜଣେ ଶିକାରୀ ଏହି ଦିନ ଶିକାର କରିବା ପାଇଁ ଯାଇଥିଲା। ଶିକାର ଖୋଜୁ 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 ତାକୁ ଶିକାର ମିଳିନଥିଲା। ଏ ସମୟରେ ସନ୍ଧ୍ୟା ସମୟ ଆଗତ ଏକ ବ୍ୟାଘ୍ରର ଗର୍ଜନ ଶୁଣିବାକୁ ପାଇଲା। ତେଣୁ ଭୟରେ ସେ ଏକ ବେଲଗଛ ଉପରେ ଚଢ଼ି ଯାଇଥିଲା। ଯେତେବେଳେ ରାତ୍ରି ଆସିଲା, ସେ କହିଲା, ଯଦି ମୁଁ ଶୋଇପଡ଼ିବି ତାହେଲେ ତଳେ ପଡ଼ିଯିବି, ବ୍ୟାଘ୍ର ମୋତେ ଉଠେଇ ନେଇକି ଚାଲିଯିବ, ତାହେଲେ ମୁଁ ମୃତ୍ୟୁବରଣ କରିବି। ତେଣୁ କ'ଣ କଲେ ମୁଁ ଏଠୁ ରକ୍ଷା ପାଇବି ଚିନ୍ତା କରି ସେ ଭାବିଲା କିଛି ଗୋଟେ ମୋତେ କରିବାକୁ ପଡ଼ିବ। ତେଣୁ ସେ କ'ଣ କଲା, ଗୋଟିଏ ଗୋଟିଏ ପତ୍ର ତୋଳି ସେ ତଳକୁ ପକାଇଲା। କିନ୍ତୁ ସେ ଜାଣିନଥିଲା ସେ ଗଛ ତଳେ ଗୋଟିଏ ଶିବଲିଙ୍ଗ ଥିଲା। ଗୋଟିଏ ଗୋଟିଏ ପତ୍ର ପଡ଼ି ପଡ଼ି ସକାଳ ସୁଦ୍ଧା ଲକ୍ଷ ଲକ୍ଷ ବେଲପତ୍ର ତା ଉପରେ ଜମା ହୋଇଯାଇଥିଲା। ଯେତେବେଳେ ସକାଳ ହେଲା ତ ବ୍ୟାଧ ତଳକୁ ଯେତେବେଳେ ଓହ୍ଲାଇଲା, ଶିବ ତା ସମ୍ମୁଖରେ ପ୍ରକଟ ହେଲେ ଏବଂ କହିଲେ ଯେ ଯାହା ଇଚ୍ଛା କରୁଛୁ ମାଗି ଘେନ ବର, ମୁଁ ଆଜି ତୋତେ ସବୁ ଦେବାକୁ ପ୍ରସ୍ତୁତ ଅଛି। ସେ କହିଲା, ପ୍ରଭୁ ମୁଁ ତ ସେମିତି କିଛି କରିନି, ପୁଣ୍ୟ କାମ କରିନି, ମୁଁ ତ ବରଂ ପଶୁ ଶିକାର କରୁଥିଲି, ମୋତେ ଏତେ ଦୟା କାହିଁକି? ଦେଖନ୍ତୁ ଏ ଶିବ କେତେ ଭୋଳା। ଜାନତ ବା ଅଜାଣତ, ଜ୍ଞାନ ବା ଅଜ୍ଞାନ ଅବସ୍ଥାରେ ଯିଏ ତାଙ୍କୁ ଭକ୍ତି ସମର୍ପଣ କରେ, ତାହେଲେ ସେ ତାକୁ ସବୁକିଛି ଦେଇ ଦିଅନ୍ତି, ତାର ସମସ୍ତ ପାପକୁ ଧୋଇ ନିଅନ୍ତି। ଏ ଗପଟିର ଆଧ୍ୟାତ୍ମିକ ରହସ୍ୟ କ'ଣ? ଯେତେବେଳେ ମଣିଷ ପାପ କରି କରି ବ୍ୟସ୍ତ ହୋଇ ପଡ଼େ, ଯେତେବେଳେ ବ୍ୟାଘ୍ରର ଗର୍ଜନ ଶୁଣେ, ଅର୍ଥାତ୍ ବିଭିନ୍ନ ବିପଦ ଆଗକୁ ସେ ଅନୁଭବ କରେ, ଅନେକ ବିପଦ ଆସୁଛି, ସେଥିରୁ ରକ୍ଷା ପାଇବାକୁ ମୋତେ ପଡ଼ିବାକୁ ପଡ଼ିବ। ତେଣୁ ସେ ଭୟରେ ଭଗବାନଙ୍କ ନାମ ନିଏ ଆଉ ଜାଗରିତ ହୋଇଯାଏ, ତାର ଆତ୍ମାର ଜାଗରଣ ଆସେ। ସେ ଭୟରେ ଭକ୍ତିରେ ପରମପିତା ପରମାତ୍ମାକୁ ମନେ ପକାଏ, ତାହେଲେ ତାର ଆତ୍ମା ପବିତ୍ର ହୋଇଯାଏ ଏବଂ ସେ ପାବନ ହୋଇ ତ ଦେବୀ ଦେବତା ଆତ୍ମାରେ ପରିଣତ ହୁଏ। ତେଣୁ ଏହି ମହାଶିବରାତ୍ରିର ଅର୍ଥ ଏ 12 ଘଣ୍ଟା ରାତ୍ରି ନୁହେଁ, ଇଏ ହେଉଛି ବେହଦ ରାତ୍ରି। ଯେତେବେଳେ ଅଜ୍ଞାନତା ରୂପକ ଅନ୍ଧକାର ସାରା ଜଗତରେ ବ୍ୟାପିଯାଏ, ଭ୍ରଷ୍ଟାଚାର ବ୍ୟାପିଯାଏ, ଧର୍ମର ଗ୍ଲାନି ଆସେ, ସେତେବେଳେ ସାଧୁସନ୍ଥମାନେ ତ୍ରାହି ତ୍ରାହି କରନ୍ତି। ଜାଣତରେ ହେଉ
बा अजाणत हेउ से निजर आत्मज्योति को प्रज्वलित करने परमपिता परमात्मा शिव को भक्ति करती। ए माटी दीप कथा नुहे, प्रकृत निजर आत्मदीप ज्ञान रूपक घृत ढाली जोग रूपक सलिता दे जदि ए बेहद रात्रि आराधना करवा व्याघ्र भय रु रक्षा पाइबा भली आमे ए संसारर जेते विपत्ति जेते आपदा ता भितरु निश्चित उद्धार पाइबा। भोलानाथ आम आत्मा को पवित्र करदेवे। द्वितीय कथा कई कहती ये शिव जयंती में ए शिव विवाहर पर्व। यार अर्थ कौन? यार आध्यात्मिक रहस्य है शिव से समय अवतरण करती जो समय पार्वतन आसीथिबा परम धाम आसवा जो आत्मा पार्वती आमे अनेक दिन धरी जो बिछुड़ित आत्मा जो छाड़ी चली आसी बाबा को बहु वर्ष पूर्वे आमे बाबा आसी किंतु वर्तमान आमार आत्मा कलुषित हो जाइछि। ए कलुषित आत्मा को ये पार्वती को संसार समस्त पार्वती को परम पिता परमात्मा पावन करी पुनर्बार निज निकट को टाणी नियंती। या कहा जाए शिव पार्वती विवाह अर्थात मनुष्य संपूर्ण भगवान को ऊपर समर्पित हो जाए। आमे कहे ना बेल पत्र चढ़ाती कई विल पत्र कहती। विल अर्थ इच्छा समर्पण जिते आमे विल पत्र बा समर्पित पत्र भगवान को अर्पण करू निजे बलिहार जाऊ शिव पर समर्पित हो जाऊ सेतेबेले शिव पार्वती विवाह हो जाए अर्थात से आमको निकट को टाणी नियंती। उपवास अर्थ कौन ना उप अर्थ समीप वास अर्थ निकट वास अर्थ रहिबा। तेणु आमे जदि संपूर्ण भगवान पाखरे निज आत्मा को निमज्जित करिबा आत्मज्योति को जागृत करिबा ताले आम आत्मा पावन हो जिवो। तृतीय कथा हला देवता एवं असुरंकर जो समुद्र मंथन प्रथमे बाहरिला विष। जेतेबेले दुनिया रे हलाहल विष व्यापी जाए से साधु सन्त माने देवी देवता आत्मा ने त्राही त्राही डाकती सेतेले ए हलाहल विष को पान करिया पाई अर्थात साधु सन्थ मानू ए हलाहल विषर मुक्त करी अर्थात ए दुनियार समस्त आपदारु विपदरु रक्षा करिया पाई स्वयं सदाशिव अवतरण नियंती एवं ए हलाहल विष को पान करी ए आत्मा मानू तो पवित्र करती। द्वितीय आसे तापर बाहर थिला अमृत कलश अर्थात ये ज्ञानामृत ए समुद्र रु जो ज्ञानामृत बाहरिला से बिंदुए बिंदुए ज्ञानामृत देई आम कलुषित आत्मा को पावन बनई अजर अमर अविनाशी देवात्मा परिणत कर दियंती। ये है समुद्र मंथन रहस्य। तापर आसे से भली जो
ଥରେ ଏକଦା ବ୍ରହ୍ମା ଏବଂ ବିଷ୍ଣୁଙ୍କ ମଧ୍ୟରେ କିଏ ବଡ଼ ଦ୍ୱନ୍ଦ୍ୱ ଆରମ୍ଭ ହେଲା। ସେ ଦ୍ୱନ୍ଦ୍ୱକୁ ସମାଧାନ କରିବା ପାଇଁ ସେମାନେ ଶିବଙ୍କ ନିକଟକୁ ଯିବାକୁ ଚାହିଁଲେ। ବାଟରେ ଯାଉ ଯାଉ ଦେଖିଲେ ଏକ ବିଶାଳ ଜ୍ୟୋତିର୍ଲିଙ୍ଗ। ସେଠି ଦି ଜଣ ଯାକ ଭିତରେ କଥା ହେଲା ଯେ ଏ ଶିବଲିଙ୍ଗ, ଏଇଠୁ ଆମେ ଯିବା। ବ୍ରହ୍ମା କହିଲେ ମୁଁ ଉପରକୁ ଯିବି, ବିଷ୍ଣୁ କହିଲେ ମୁଁ ତଳକୁ ଯିବି। ବ୍ରହ୍ମା ଆଉ ବିଷ୍ଣୁ ଚିନ୍ତା କଲେ ଯିଏ ପ୍ରଥମେ ଅନ୍ତ ବା ଆଦି ଦେଖିକି ଆସିକି ଏଇ ଜାଗାରେ ପୁନର୍ବାର ପହଞ୍ଚିବ ସିଏ ବିଜୟୀ ହେବ। ତେଣୁ ବ୍ରହ୍ମା ହଂସ ବାହନରେ ଚଢ଼ି ଉପରକୁ ଗଲେ। ବିଷ୍ଣୁ ତ ଜାଣିଥିବେ ଆପଣ ବରାହର ଅବତାର ନେଇଥିଲେ, ତେଣୁ ସେ ମାଟି ଖୋଳି 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 ତଳକୁ ଚାଲିଲେ। ଦୁଇ ଜଣ ଯାକ ଅନେକ ବର୍ଷ ଅତିକ୍ରାନ୍ତ ହେଇଗଲା, କିନ୍ତୁ କେହି ହେଲେ ଶିବଙ୍କର ଆଦି ଅନ୍ତ ପାଇଲେ ନାହିଁ। ଦୁଇ ଜଣ ଯାକ ଫେରିବାକୁ ବସିଛନ୍ତି। ଏହି ସମୟରେ ବ୍ରହ୍ମା ଦେଖିଲେ ଶିବଙ୍କ ମସ୍ତକରେ ଥିବା କେତକୀ ଆସୁଛି। ସେ କହିଲେ କେତକୀ ତମେ କୁଆଡ଼େ ଯାଉଛ? ନା ସେ କହିଲେ ମୁଁ ଶିବଙ୍କ ମସ୍ତକରୁ ବର୍ତ୍ତମାନ ମୋର ପରିବାରକୁ କିଛି ଦିନ ଦେଖିବା ପାଇଁ ତାଙ୍କଠାରୁ ଛୁଟି ନେଇ ଆସୁଛି। ବ୍ରହ୍ମା କହିଲେ ତୁମେ ମୋ ପାଇଁ ସାକ୍ଷୀ ଦେବ, ମୁଁ ତୁମକୁ ଶିବଙ୍କ ମସ୍ତକରୁ ଆଣିଛି ବୋଲି ତୁମେ ବିଷ୍ଣୁଙ୍କୁ କହିବ, ତାହେଲେ ମୁଁ ବିଜୟୀ ହେବି। କେତକୀ କହିଲା ମୁଁ ସତ୍ୟ ଶିବ ସୁନ୍ଦରଙ୍କ ମଥାରେ ଥିଲି, ମୁଁ କେବେ ହେଲେ ମିଛ କଥା କହିପାରିବିନି। ବ୍ରହ୍ମା ଅଭିଶାପ ଦେଲେ ତୋ ପରିବାର ପୁରା କଣ୍ଟକ ଯୁକ୍ତ ହେଇଯାଉ। এইଭଳି ଅଭିଶାପ ଦେଇ ଉଭୟ ଯେତେବେଳେ ଆସି ମର୍ତ୍ତ୍ୟରେ ପହଞ୍ଚିଲେ, ବିଷ୍ଣୁ ତଳୁ ଉପରକୁ ଆସିଥିଲେ। ତେଣୁ ଦୁଇ ଜଣ ଯାକ କେହି ଆଦି ମଧ୍ୟ ଅନ୍ତ କେହି ଜାଣିପାରିଲେନି। ବିଷ୍ଣୁ ଜାଣିପାରିଲେନି ଆଦି କେଉଁଠି, ବ୍ରହ୍ମା ଜାଣିପାରିଲେନି ଅନ୍ତ କେଉଁଠି। এইଭଳି ଯେଉଁ ଜ୍ୟୋତିର୍ଲିଙ୍ଗ ସେ ହିଁ ମହାନ। ଆମେ ଯେଉଁ ଭାବୁଛେ ମୁଁ ବଡ଼, କେହି ବଡ଼ ନୁହଁ ଭାଇ, ଜଣେ ବଡ଼, ସେ ହେଉଛନ୍ତି ସମସ୍ତଙ୍କର ଆରାଧ୍ୟା ପରମପିତା ପରମାତ୍ମା, ସବୁ ଆତ୍ମାଙ୍କର ପିତା ପରମାତ୍ମା। ତେଣୁ ଏ ମହାଶିବରାତ୍ରି ତାଙ୍କର ଉଦ୍ଦେଶ୍ୟରେ କରାଯାଏ ମୁଁ ପଣିଆ ନିଜ ଭିତରୁ ଉଡ଼େଇ ଦେବା ପାଇଁ। ସଦାଶିବ ବ୍ରହ୍ମା ଓ ବିଷ୍ଣୁଙ୍କ ସମ୍ମୁଖରେ ଆବିର୍ଭୂତ ହେଲେ ଏବଂ କହିଲେ ରେ କେତକୀ ତୁ ସତ୍ୟ କହିଥିବାରୁ ଯଦିଚ ତୁ ଅଭିଶାପ ପାଇଛୁ, ତଥାପି ମୁଁ ତୋ ସତ୍ୟତା ପାଇଁ ଏକ ପୁରସ୍କାର ପ୍ରଦାନ କରୁଛି। ଯିଏ ମୋତେ ଏହି ଦିନ ଏହି ମହାଶିବରାତ୍ରିରେ ଗୋଟେ କେତକୀ ପ୍ରଦାନ କରିବ, ସେ ତୋ ଭଳି ସତ୍ୟବାନ ହୋଇପାରିବ ଏବଂ ମୋର ଆଶୀର୍ବାଦ ପ୍ରାପ୍ତ ହେବ। ଇଏ ହେଉଛି ମହାଶିବରାତ୍ରିର ରହସ୍ୟ। ତ ଆମେ ପ୍ରକୃତରେ ଏ ବେହଦର ଅଜ୍ଞାନତା ରୂପକ ଅନ୍ଧକାର ରାତ୍ରିରେ ନିଜର ଆତ୍ମଦୀପକୁ ଜାଗ୍ରତ କରି ତା ଭିତରେ ଜ୍ଞାନ ରୂପକ ଘୃତ ଦେଇ ଯୋଗର ସଳିତା ଦେଇ ଯଦି ପରମପିତା ପରମାତ୍ମାକୁ ମନେ ପକାଇବା, ତାହେଲେ ଆଗକୁ ଆସୁଥିବା ଯେଉଁ ସବୁ ବିପଦ, ଏ ସମସ୍ତ ବିପଦରୁ ରକ୍ଷା ପାଇ ଆମେ ପୁନର୍ବାର ଯେଉଁ କଳାହୀନ ହେଇଯାଇଥିଲେ ସେଇ 16 କଳା ସମ୍ପୂର୍ଣ୍ଣ ମର୍ଯ୍ୟାଦା ପୁରୁଷୋତ୍ତମ ଦେବୀ ଦେବତା ଆତ୍ମାରେ ପରିଣତ ହେବା। ଏ କଥାଟି ମୋର ଜଣେ ଛାତ୍ରୀ, ତମ ଝିଅ ଏ ପ୍ରଭାସିନୀ, ସେ କହିଥିଲା ସାର୍ ଯେ ରାତ୍ରିର ରହସ୍ୟ କ'ଣ, ଏ ମହାଶିବରାତ୍ରିର କଥା ଟିକେ ଶୁଣାନ୍ତୁ। ତାର ଉଦ୍ଦେଶ୍ୟରେ ଏ ସମର୍ପିତ, ତାକୁ ଏ କଥା ମୁଁ ଶୁଣାଉଛି। ଓମ୍ ଶାନ୍ତି।